ଦୁଇ ଆପଣ ଜାଣିଥିବେ ଏଇ ଯେଉଁ ପାଚିକା ମାନେ ଏମାନେ ମଧ୍ୟାହ୍ନ ଭୋଜନରେ ଆଜିକୁ 27 ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି ଏବଂ ସେମାନେ ମାତ୍ର 60 ଟଙ୍କା ଦୈନିକ ମଜୁରୀ ଭତ୍ତା ପାଉଛନ୍ତି। 6 ଘଣ୍ଟା କାର୍ଯ୍ୟ କରୁଛନ୍ତି। ଏମାନଙ୍କର କୌଣସି ସାମାଜିକ ସୁରକ୍ଷା ନାହିଁ। ଏମାନଙ୍କୁ କୌଣସି ଗୋଟେ ଲିଖିତ ନିଯୁକ୍ତି ପତ୍ର ଦିଆଯାଇ ନାହିଁ। ସେଥିପାଇଁ 7 ଦଫା ଦାବି ନେଇକି ଏମାନେ ଆଜି ଏଠି ରାଜରାସ୍ତାରେ ବସିଛନ୍ତି। ଏଠି ବସିବା ପୂର୍ବରୁ ଦୀର୍ଘ 5 ମାସ ହେଲା ଏମାନେ ବ୍ଲକ ସ୍ତରରେ ଜିଲ୍ଲା ସ୍ତରରେ ମଧ୍ୟ ଏଇଭଳି ଭାବରେ ତାଙ୍କର ଆନ୍ଦୋଳନ ହଉ বা বৈঠক হো করিকি ভিডিও কলেক্টর মাধ্যমে মধ্যে সেমানে দাবিপত্র ଦେଇଛନ୍ତି। কিন্তু তাଙ୍କ দাবি আলোচনা নহবাରୁ গ্রহণ নহবাରୁ ସେମାନେ ଆଜି ଆସି ବିଧାନସଭା ଆଗରେ ଯେହେତୁ ବିଧାନସଭା ଚାଲିଛି ସରକାରକୁ ଦେବା ପାଇଁ ଏଠିକି ଆଜିକି ଆସିଛନ୍ତି। ତାଙ୍କର ମୁଖ୍ୟ ଦାବି ରହିଛି ଯେ ଆମକୁ ଶ୍ରମିକ ଭାବରେ ଅତି କମରେ ଯେଉଁଟା ତୁମେ କହୁଛ ଶ୍ରମିକ ଆମେ ଶ୍ରମିକ ଭାବରେ ଯେଉଁ ମିନିମମ୍ ୱେଜଟା ଅଛି 452 କରିକି ତାକୁ ପ୍ରଦାନ କର, ମାସିକା ଦିଅ, ଆମକୁ ଗୋଟାଏ ନିଯୁକ୍ତି ପତ୍ର ଦିଅ, ଆମକୁ ସାମାଜିକ ସୁରକ୍ଷା ଦିଅ, ଆମର ମରିଗଲେ ଆମର ଇନ୍ସୁରାନ୍ସ କରିକି ଆମକୁ ପ୍ରାପ୍ୟ ଦିଅ ଏବଂ ତତ୍ସହିତ ମଧ୍ୟ ଯଦି କେହି କର୍ମଚାରୀ କାର୍ଯ୍ୟରତ ଥିଲା ପରେ ମରିଯାଏ ତାହେଲେ ରିହେବିଲିଟେସନ୍ ସ୍କିମ୍ରେ ଯେମିତି ଅନ୍ୟକୁ ନିଯୁକ୍ତି ଦିଆହେଉଛି ଆଙ୍କୁ ଏମାନଙ୍କ ପିଲାପିଲିଙ୍କୁ ଦିଅ ଏବଂ ଯେତେବେଳେ ବଜେଟ୍ରେ 2,90,000 କୋଟି ଟଙ୍କା ଚଳିତ ଆର୍ଥିକ ବର୍ଷ ପାଇଁ କରାଯାଇଛି ସବୁ ବର୍ଗ ପାଇଁ କିଛି ନା କିଛି ସୁବିଧା ସୁଯୋଗ କରାଯାଇଥିଲା ବେଳେ ଏବଂ ବିଶେଷ ଭାବରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗକୁ ସର୍ବାଧିକ ଅର୍ଥ ଦିଆଯାଇଥିଲା ବେଳେ ଏ ପାଚିକା ମାନେ ଯେଉଁମାନେ କାର୍ଯ୍ୟରତ ଅଛନ୍ତି ଯେଉଁମାନଙ୍କ ସଂଖ୍ୟା ମାତ୍ର 1,70,000 ସେମାନଙ୍କୁ ମାତ୍ର 452 ଟଙ୍କା ଦୈନିକ ଦେବା ପାଇଁ राज्य सरकार राजी है ये माँ मान दाबी को ग्रहण करूँ और 7 दफा जो दाबी देते ग्रहण कर जो आम आंदोलन एम निवृत्त करूँ।